ବନ୍ଧୁମାନେ ନୂଆ ବର୍ଷର ପ୍ରଥମ ଦିନ ନୋଟରେ ଗୁଡ଼ାଇ ଦିଅନ୍ତୁ ଏହି ଦୁଇଟି ଜିନିଷ। ଆପଣଙ୍କ ଘରକୁ ଏତେ ମାତ୍ରାରେ ଧନ ଆସିବ ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣଙ୍କର ଘର ସୁଖ ଶାନ୍ତି ଏବଂ ଧନ ସମୃଦ୍ଧିରେ ଭରପୁର ହୋଇଯିବ। ଏହା ସହିତ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଯିବ। ତା ସହିତ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ। ତେବେ ବନ୍ଧୁମାନେ, ଆମ ଜୀବନରେ ଅତୀତରେ ଆମ ସହିତ ଯାହା ବି କିଛି ହୋଇଯାଇଛି, ଆମେ ତାହାକୁ ତ ସୁଧାରି ପାରିବା ନାହିଁ, ମାତ୍ର ଆମର ଭବିଷ୍ୟତକୁ ଆମେ ନିଶ୍ଚିତ ଭାବରେ ସୁଧାରି ପାରିବା। ଆପଣମାନେ ମାନନ୍ତୁ କିମ୍ବା ନ ମାନନ୍ତୁ, କିନ୍ତୁ ସମଗ୍ର ସଂସାର ଜ୍ୟୋତିଷ ଶାସ୍ତ୍ର ଉପରେ ହିଁ ଆଧାରିତ ଅଟେ। ବନ୍ଧୁମାନେ, ନବଗ୍ରହଙ୍କର ଯେଉଁ ସ୍ଥିତି ରହିଥାଏ ଏବଂ ଦୃଷ୍ଟି ରହିଥାଏ, ତାହା କେବେ ବି ବା କେତେବେଳେ ବି କୌଣସି ବ୍ୟକ୍ତିକୁ ରାଜାରୁ ରଙ୍କ ଏବଂ ରଙ୍କରୁ ରାଜା ବନେଇ ଦେଇପାରେ। ତେବେ ବନ୍ଧୁମାନେ, ଶାସ୍ତ୍ର ଅନୁସାରେ କେଉଁ ବ୍ୟକ୍ତିର ଜୀବନକୁ କେତେବେଳେ କେତେ ମାତ୍ରାରେ ଧନ ଆସିବ ଏବଂ କେଉଁ ବ୍ୟକ୍ତିର ଜୀବନରୁ ଧନ ହଠାତ୍ କରି ଚାଲିଯିବ, ସବୁକିଛି ଗ୍ରହମାନଙ୍କର ଆଧାରରେ ହିଁ ନିହିତ ହୋଇ ରହିଥାଏ। ତ ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ଜଣେ ବ୍ୟକ୍ତିର କର୍ମ ଆଧାରରେ ହିଁ ତାକୁ ଫଳ ପ୍ରାପ୍ତି ହୋଇଥାଏ। ତାର କର୍ମର ଆଧାରରେ ହିଁ ଗ୍ରହମାନେ ତାର ପ୍ରଭାବ ଦେଇଥାନ୍ତି। ତେବେ ବନ୍ଧୁମାନେ, ଆଜିର ଏହି ଭିଡ଼ିଓଟି ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ଅଛି। ଆଜିର ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ମାନି ନିଅନ୍ତୁ, ଯଦି 2025 ମସିହାରେ ଆପଣଙ୍କର ଜୀବନରେ ଧନ ଆସିବା ବନ୍ଦ ହୋଇଯାଇଥିଲା, ଆପଣଙ୍କର ବେପାର ବାଣିଜ୍ୟ ମଧ୍ୟ ଧୀରେ ଧୀରେ ଅବନତି କରୁଥିଲା ଏବଂ ଆପଣଙ୍କର ଉପରେ ଋଣ କରଜର ଭାର ମଧ୍ୟ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଯାହାକୁ ଶୁଝିବା ମଧ୍ୟ ଆପଣଙ୍କର ସମର୍ଥ ହୋଇପାରୁନାହାନ୍ତି। ତେବେ ସେସବୁଥିରୁ ଯଦି ଆପଣ ମୁକ୍ତି ପାଇବା ପାଇଁ ଚାହୁଁଥାନ୍ତି, ଯଦି ଆପଣ ଚାହୁଁଛନ୍ତି ଯେ ଏହି ନୂତନ ବର୍ଷ 2026ରେ ଆପଣଙ୍କର ଜୀବନରେ ସେସବୁ ସମସ୍ୟା ନ ରହୁ, ଆପଣ ଏକ ଭଲ ଜୀବନ ଯଦି ଯିବା ପାଇଁ ଚାହୁଁଛନ୍ତି, ସୁଖ ସମୃଦ୍ଧି ଭରା ଜୀବନ ଯିବା ପାଇଁ ଚାହୁଁଥାନ୍ତି, ତେବେ ଆପଣଙ୍କୁ ବର୍ଷର ପ୍ରଥମ ଦିନରେ ଅର୍ଥାତ୍ ଜାନୁଆରୀ 1 ତାରିଖ ଦିନ ଏହି ଉପାୟଟିକୁ ଆପଣ ନିଶ୍ଚିତ ଭାବରେ ପାଳନ କରିବାକୁ ପଡ଼ିବ, ଯାହା ବିଷୟରେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି। ତ ବନ୍ଧୁମାନେ, ଆପଣମାନେ ତ ଜାଣିଛନ୍ତି ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ ଏବଂ ମାତା ଲକ୍ଷ୍ମୀ ହିଁ ବ୍ୟକ୍ତିକୁ ଧନ ପ୍ରଦାନ କରିଥାନ୍ତି। ମାତ୍ର କେଉଁ ବ୍ୟକ୍ତିକୁ କେତେ ପରିମାଣରେ ଧନ ଦିଆଯିବ, କେଉଁ ସମୟରେ ଧନ ଦିଆଯିବ, ତାହା ଶ୍ରୀହରି ବିଷ୍ଣୁ ନିର୍ଦ୍ଧାରିତ କରିଥାନ୍ତି ଏବଂ ଯଦି କୌଣସି ବ୍ୟକ୍ତି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କର ଠିକ୍ ଭାବରେ ତାଙ୍କର ବିଧି ବିଧାନ ପୂର୍ବକ ପୂଜାର୍ଚ୍ଚନା କରି ତାଙ୍କୁ ପ୍ରସନ୍ନ କରି ନିଅନ୍ତି, କେବଳ ସେହି ବ୍ୟକ୍ତିର ଧନଧାନ୍ୟରେ ଭରି ଯାଇଥାଏ, ବରଂ ତାଙ୍କୁ ତାଙ୍କର ନବଗ୍ରହମାନେ ମଧ୍ୟ ତାର ସାଥ ଦେଇଥାନ୍ତି ଏବଂ ଏପରି ମାତ୍ରାରେ ତାହାର ଘରକୁ ଧନର ଆଗମନ ହୋଇଥାଏ, ଯାହା ଫଳରେ ତାକୁ ଆଉ କେବେ ବି ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିନଥାଏ, ଅର୍ଥଜନିତ କୌଣସି ବି ସମସ୍ୟା ଦେଇ ଗତି କରିବାକୁ ପଡ଼ିନଥାଏ। ତ ବନ୍ଧୁମାନେ, ଏହି 2026 ମସିହାରେ ଗ୍ରହମାନଙ୍କର ଏପରି ସଂଯୋଗ ବନିବାକୁ ଯାଉଛି ଯେ ଯଦି ଆପଣ ଜାନୁଆରୀ 1 ତାରିଖ ଦିନ ଏହି ଉପାୟଟିକୁ କରିନେଉଛନ୍ତି, ଯାହା ବିଷୟରେ ତନ୍ତ୍ରଶାସ୍ତ୍ରରେ ଉଲ୍ଲେଖ କରାଯାଇଛି, ତ ଏହି ନୂଆ ବର୍ଷରେ କେବେ ବି ଆପଣଙ୍କୁ ଧନର ସମସ୍ୟା ଆସିବ ନାହିଁ। ଏହା ଏକ ଏପରି ଉପାୟ ଅଟେ ଯେଉଁ ଉପାୟଟିକୁ କରିବା ପରେ ଆପଣଙ୍କର ଗୃହର ଉତ୍ତମତମ ଉନ୍ନତି ହେବ। ଆପଣ ନିଜ ପରିବାରରେ ଏକ ଚମତ୍କାରୀ ପରିବର୍ତ୍ତନ ଦେଖିବାକୁ ପାଇପାରିବେ। ଏକ ସକାରାତ୍ମକ ପରିବର୍ତ୍ତନ ନିଶ୍ଚିତ ରୂପେ ଆପଣଙ୍କୁ ଦେଖିବାକୁ ମିଳିବ। ତେବେ ବନ୍ଧୁମାନେ, ଆସନ୍ତୁ ଜାଣିବା ସେହି ଉପାୟଗୁଡ଼ିକ ବିଷୟରେ। ତେବେ ପ୍ରଥମ ଉପାୟଟି ହେଉଛି ଧନକୁ ଆକର୍ଷଣ କରିବାର ମହା ଉପାୟ। ଏହି ଉପାୟଟି ତନ୍ତ୍ରଶାସ୍ତ୍ରରେ ଉପରେ ଆଧାରିତ ଅଟେ ଏବଂ ବର୍ଷର ପ୍ରଥମ ଦିନରେ ଯଦି ଆପଣ ବିଧି ବିଧାନ ପୂର୍ବକ ଠିକ୍ ସମୟରେ ଏହି ଉପାୟଟିକୁ ପାଳନ କରିନେଉଛନ୍ତି, ତ ସମ୍ପୂର୍ଣ୍ଣ ବର୍ଷଟିରେ ଆପଣଙ୍କର ଗୃହରେ ଧନର ଆଗମନ ହେବ ଏବଂ ଆପଣଙ୍କର ନିକଟକୁ ଯେଉଁ ଧନ ଆସିବ, ତାହାକୁ ସଞ୍ଚୟ କରିବାରେ ମଧ୍ୟ ଆପଣ ସମର୍ଥ ହୋଇପାରିବେ। ଆପଣଙ୍କର ସଞ୍ଚିତ ଧନରେ ବୃଦ୍ଧି ହେବ। ତେବେ 1 ଜାନୁଆରୀ ଦିନ ସୂର୍ଯ୍ୟାସ୍ତ ପରେ ଆପଣଙ୍କୁ ସ୍ନାନ କରି ନେବାର ଅଛି। ତାପରେ ଆପଣ ହଳଦିଆ ରଙ୍ଗର କିମ୍ବା ଲାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ
କାରଣ ହଳଦିଆ ରଙ୍ଗର ଏବଂ ଲାଲି ରଙ୍ଗ ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ରଙ୍ଗ ହୋଇଥାଏ। ଏବଂ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜାରେ ଏହି ରଙ୍ଗର ବସ୍ତ୍ର ହିଁ ବ୍ୟବହାର କରାଯାଇଥାଏ। ତେବେ ବନ୍ଧୁମାନେ, ଏହାପରେ ଆପଣଙ୍କୁ ଗୋଟିଏ 500 ଟଙ୍କିଆ ନୋଟ୍ କିମ୍ବା ଗୋଟିଏ 100 ଟଙ୍କିଆ ନୋଟ୍ ନେବାର ଅଛି। ତ ଧ୍ୟାନ ରଖିବେ ଯେ 100 ଟଙ୍କିଆରୁ କମ୍ ନୋଟ୍ ଆପଣ ନେବେ ନାହିଁ। ଆପଣ 100 ଟଙ୍କିଆ ନୋଟ୍ ନେବେ, ନଚେତ୍ 500 ଟଙ୍କିଆ ନୋଟ୍ ନେଇପାରିବେ। ତାପରେ ଆପଣ ଗୋଟିଏ କଞ୍ଚା ହଳଦୀ ଖଣ୍ଡ ନେବେ, ଯାହାକି ଆପଣଙ୍କୁ ବହୁତ ସୁବିଧାରେ ମିଳିଯିବ। ଏହି ହଳଦୀକୁ ଆମର ହିନ୍ଦୁ ଧର୍ମରେ ବହୁତ ହିଁ ପବିତ୍ର ବୋଲି ମାନାଯାଇଥାଏ। ହଳଦୀକୁ ଅନେକ ପୂଜାପାଠରେ ମଧ୍ୟ ବ୍ୟବହାର କରାଯାଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ ପୂଜାରେ ତ ନିଶ୍ଚିତ ଭାବରେ ହଳଦୀର ବ୍ୟବହାର କରାଯାଇଥାଏ ଏବଂ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ପୂଜାରେ ମଧ୍ୟ ହଳଦୀର ପ୍ରୟୋଗ କରାଯାଇଥାଏ। ତାପରେ ଆପଣ ସେହି 100 ଟଙ୍କିଆ କିମ୍ବା 500 ଟଙ୍କିଆ ନୋଟ୍ ଉପରେ ସେହି କଞ୍ଚା ହଳଦୀ ଖଣ୍ଡଟିକୁ ନେଇ ନିଜର ଠାକୁର ଘରକୁ ଯାଆନ୍ତୁ ଏବଂ ଆପଣ ଯେଉଁଠାରେ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ଫଟୋ କିମ୍ବା ମୂର୍ତ୍ତି ରଖିଛନ୍ତି ତାଙ୍କ ସାମ୍ନାରେ ଏକ ଘିଅର ଦୀପ ପ୍ରଚଳନ କରନ୍ତୁ। ତାପରେ ଆପଣ ଯେଉଁ ନୋଟ୍ ଏବଂ ହଳଦୀ ନେଇଛନ୍ତି ତାକୁ 2 ହାତ ମଝିରେ ରଖନ୍ତୁ। ତାପରେ ଆପଣ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଜପ କରନ୍ତୁ। ଏହି ମନ୍ତ୍ରକୁ ଆପଣ 11 ଥର ଜପ କରନ୍ତୁ, କାରଣ 11 ସଂଖ୍ୟାଟି ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ମନ୍ତ୍ରଟି ହେଉଛି ଓଁ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରଟିକୁ 11 ଥର ଜପ କରନ୍ତୁ। ତାପରେ ସେହି ନୋଟ୍ରେ ସେହି ହଳଦୀ ଖଣ୍ଡଟିକୁ ରଖି ଆପଣ ଗୁଡ଼ାଇ ଦିଅନ୍ତୁ। ତାପରେ ଆପଣ ଗୋଟିଏ ରକ୍ଷା ସୂତ୍ର ନିଅନ୍ତୁ ଏବଂ ସେହି ରକ୍ଷା ସୂତାରେ ଆପଣ ସେହି ନୋଟ୍ଟିକୁ ଭିତରେ ହଳଦୀ ରଖି ଭଲ ଭାବରେ ବାନ୍ଧି ଦିଅନ୍ତୁ। ତାପରେ ଆପଣ ଯେଉଁଠାରେ ନିଜର ଟଙ୍କା ରଖୁଛନ୍ତି କିମ୍ବା ଆପଣଙ୍କର ନିଜର ଆଲମାରୀ ଭିତରେ ଦକ୍ଷିଣ ଦିଗକୁ ରଖିଦିଅନ୍ତୁ। କେବଳ ଏତିକି ଉପାୟ ଆପଣଙ୍କୁ ନୂଆ ବର୍ଷର ପ୍ରଥମ ଦିନରେ ଏବଂ ଠିକ୍ ସମୟରେ କରିନେବାର ଅଛି। ଆପଣ ଏହି ଉପାୟଟିକୁ ସନ୍ଧ୍ୟା ସମୟରେ କରିବାର ଅଛି ଏବଂ ମନେ ରଖିବେ ସେହି ନୋଟ୍ଟିକୁ କେବେ ବି ଆପଣ ଖର୍ଚ୍ଚ କରିବେ ନାହିଁ, କାରଣ ଏହି ନୋଟ୍ଟିକୁ ଆପଣଙ୍କର ଅଭିମନ୍ତ୍ର ହୋଇଯାଇଯିବ, ଯାହା ଆପଣଙ୍କର ଜୀବନରେ ଧନକୁ ଆକର୍ଷଣ କରିବାରେ କାର୍ଯ୍ୟ କରିବ। ଏହା ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ସହିତ ବା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର ସେହି ଆଶୀର୍ବାଦ ଆପଣଙ୍କ ପାଇଁ ବନିଯିବ, ଯାହା ପରେ ଆପଣଙ୍କର ଜୀବନରେ କେବେ ବି ଧନର ଅଭାବ ହେବ ନାହିଁ। ତା ସହିତ ଆପଣଙ୍କୁ ଅନେକ ଦିଗରୁ ଧନର ରୋଜଗାର ପେନ୍ଥା ଖୋଲିଯିବ। ଦ୍ୱିତୀୟ ଉପାୟଟି ହେଉଛି ଯାହା ଆପଣଙ୍କୁ ସେହି ନୂଆବର୍ଷର ପ୍ରଥମ ଦିନ ଅର୍ଥାତ୍ 1 ଜାନୁଆରୀ ଦିନ କରିବାର ଅଛି। ତେବେ ନୂଆବର୍ଷ ଦିନ ଆପଣଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ଉଠିବାର ଅଛି। ଏହାପରେ ଆପଣ ନିଜର ନିତ୍ୟକ୍ରମ ସାରି ସ୍ନାନ କରିନିଅନ୍ତୁ। ତାପରେ ଶୁଦ୍ଧ ବସ୍ତ୍ର ପରିଧାନ କରି ଆପଣ ମନେ ରଖିବେ ଯେ ଆପଣ ସେ ପର୍ଯ୍ୟନ୍ତ କିଛି କରିବେ ନାହିଁ ଏବଂ ସେ ପର୍ଯ୍ୟନ୍ତ କିଛି ଖାଇବେ ନାହିଁ। ସ୍ନାନ କରିସାରିଲା ପରେ ଆପଣ ଏକ ଶୁଦ୍ଧ ବସ୍ତ୍ର ପରିଧାନ କରିବେ। ତାପରେ ଗୋଟିଏ ନଡ଼ିଆ ନେଇ ପାଖରେ ଥିବା କୌଣସି ବି ମନ୍ଦିରରେ ନଡ଼ିଆକୁ ଦାନ କରିଦେବେ, କାରଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ନୂଆ ବର୍ଷର ପ୍ରଥମ ଦିନ ଯଦି କୌଣସି ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କାର୍ଯ୍ୟ ସାରି କିଛି ନ ଖାଇ କିଛି ନ ପିଇ ଯଦି କୌଣସି ମନ୍ଦିରରେ ନଡ଼ିଆର ଦାନ କରନ୍ତି ତ ସେହି ବ୍ୟକ୍ତିଙ୍କର ନବଗ୍ରହ ସେହି ବ୍ୟକ୍ତିର ସାଥ ଦେଇଥାନ୍ତି ଏବଂ ନବଗ୍ରହ ପୀଡ଼ାରୁ ତାଙ୍କୁ ମୁକ୍ତି ମିଳିଥାଏ। ଯଦି ଆପଣ ଚାହୁଁଛନ୍ତି ଯେ ସମ୍ପୂର୍ଣ୍ଣ ବର୍ଷଟିରେ ଆପଣଙ୍କର ଭାଗ୍ୟର ସାଥ ମିଳୁ, ତ ନିଶ୍ଚିତ ଭାବରେ ଆପଣ ଏହି ନୂଆବର୍ଷ ଦିନ ଏକ ନଡ଼ିଆର ଦାନ କରିବା ଉଚିତ ଏବଂ ଏହି ଦାନକୁ ଆପଣ ଗୁପ୍ତ ଦାନ କରନ୍ତୁ। ଯଦି ଆପଣ ଗୁପ୍ତ ଦାନ କରୁଛନ୍ତି ତେବେ ତାହା ସବୁଠାରୁ ଅଧିକ ଭଲ ହୋଇଥାଏ। ଅର୍ଥାତ୍ ଆପଣ ନଡ଼ିଆ ଦାନ କରୁଛନ୍ତି ବୋଲି କୌଣସି ବ୍ୟକ୍ତି ଯେମିତି ନ ଜାଣିପାରନ୍ତି କିମ୍ବା ଆପଣଙ୍କୁ ଏ ବିଷୟରେ କିଛି ନ ପଚାରନ୍ତି। ବନ୍ଧୁମାନେ, ଆପଣମାନେ ଜାଣୁଛନ୍ତି ମାତା ଲକ୍ଷ୍ମୀଙ୍କର 8ଟି ରୂପ ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କର ଏହି 8 ରୂପର ବାସ ସଦାବାହାର ଗଛରେ ହୋଇଥାଏ। ତ ଆପଣମାନେ ଜାଣିଥିବେ ସଦାବାହାର ଫୁଲଟି
ପ୍ରାୟତଃ ସବୁ ଜାଗାରେ ମିଳିଯାଇଥିବ। ତେବେ ଏହି ନୂତନ ବର୍ଷର ପ୍ରଥମ ଦିନ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଆପଣଙ୍କୁ ଗୋଟିଏ ଲାଲ ରଙ୍ଗର କୁଣ୍ଡର ସଦାବାହାରରେ ବା ଗୋଟିଏ ଲାଲି କୁଣ୍ଡରେ ସଦାବାହାର ଗଛ ଲଗାଇବାର ଅଛି ଏବଂ ଏହାକୁ ଆପଣଙ୍କୁ ନିଜ ଗୃହରେ ରଖିବାର ଅଛି। ଯଦି ଆପଣ ନୂଆବର୍ଷର ପ୍ରଥମ ଦିନରେ ନିଜ ଘରେ ଗୋଟିଏ ଲାଲି କୁଣ୍ଡରେ ସଦାବାହାର ଗଛ ଲଗାଉଛନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ ଏବଂ ବର୍ଷ ସାରା ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ବନି ରହିବ, ଯାହା ଫଳରେ ଧନ ଜନିତ କୌଣସି ବି ସମସ୍ୟାରୁ ଆପଣଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ମନେ ରଖିବେ, ଆପଣଙ୍କୁ ଗଛଟିର ଭଲ ଭାବରେ ଯତ୍ନ ନେବାର ଅଛି। ଗଛ ମୂଳରେ ପ୍ରତିଦିନ ଜଳ ଦେବାର ଅଛି ଏବଂ ପ୍ରତି ଶୁକ୍ରବାର ଦିନ ଏହି ଗଛ ମୂଳରେ ଆପଣ ଗୋଟିଏ ଦୀପ ଜାଳିବାର ଅଛି, କାରଣ ଶୁକ୍ରବାର ଦିନକୁ ମାତା ଲକ୍ଷ୍ମୀଙ୍କର ଦିନ ବୋଲି ମନାଯାଇଥାଏ। ଯଦି ଆପଣ ଏହି ଉପାୟଟିକୁ ପାଳନ କରୁଛନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କର ଏବଂ ଆପଣଙ୍କ ପରିବାର ଉପରେ ମାତା ଲକ୍ଷ୍ମୀଙ୍କର କୃପା ବର୍ଷା ହେବ। ତେବେ ବନ୍ଧୁମାନେ, ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ 1 ଜାନୁଆରୀ 2026 ଦିନ ବା ନୂଆବର୍ଷର ପ୍ରଥମ ଦିନ ନିଜ ଘରେ କ୍ଷୀରି ନିଶ୍ଚିତ ଭାବରେ ବନାନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ ନିକଟରେ ଏହାକୁ ଭୋଗ କରନ୍ତୁ, କାରଣ ମାତା ଲକ୍ଷ୍ମୀଙ୍କୁ କ୍ଷୀରି ଅତ୍ୟନ୍ତ ପ୍ରିୟ ହୋଇଥାଏ। ତେବେ ଆପଣ କ୍ଷୀରିକୁ ମାତା ଲକ୍ଷ୍ମୀଙ୍କ ନିକଟରେ ଭୋଗ ଲଗାଇଲା ପରେ ସେହି କ୍ଷୀରିକୁ ଆପଣ ପରିବାରର ସମସ୍ତ ସଦସ୍ୟମାନଙ୍କ ଭିତରେ ବାଣ୍ଟି ଦିଅନ୍ତୁ। ସମସ୍ତେ ସେହି ପ୍ରସାଦକୁ ଗ୍ରହଣ କରନ୍ତୁ। ତେବେ ଆପଣ ଗୋଟିଏ କଥା ମନେ ରଖିବେ, ବାହାରର କୌଣସି ବି ବ୍ୟକ୍ତିଙ୍କୁ ସେହି କ୍ଷୀରି ଦେବେ ନାହିଁ। ଯଦି ଆପଣ ନୂଆ ବର୍ଷର ପ୍ରଥମ ଦିନରେ ଏପରି କରୁଛନ୍ତି ତ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ବର୍ଷଟିକ ଯାକ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ। ତା ସହିତ ଆପଣଙ୍କ ଘରର ସଦସ୍ୟମାନଙ୍କର ମଧ୍ୟ ଉନ୍ନତି ହେବ ଏବଂ ପରିବାରରେ ଉନ୍ନତି ହେବା ସହିତ ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ ସ୍ଥାୟୀ ରୂପରେ ବାସ କରିବେ, କାରଣ ଯେଉଁ ଗୃହରେ ସଦସ୍ୟମାନଙ୍କ ମଧ୍ୟରେ ଏକତା ଏବଂ ଭଲ ପାଇବା ରହିଥାଏ ସେହିଠାରେ ମାତା ଲକ୍ଷ୍ମୀଙ୍କର ମଧ୍ୟ ବାସ ହୋଇଥାଏ। ତେବେ ବନ୍ଧୁମାନେ, ନୂଆ ବର୍ଷର ପ୍ରଥମ ଦିନରେ ଆପଣ କିଛି ସମୟ ବାହାର କରି ଏହି ଉପାୟ ଗୁଡ଼ିକ ନିଶ୍ଚିତ ଭାବରେ ପାଳନ କରନ୍ତୁ, କାରଣ ଏହି ଉପାୟ ଗୁଡ଼ିକ ବହୁତ ସହଜ ଏବଂ ସରଳ। ମାତ୍ର ଏହି ଉପାୟ ଗୁଡ଼ିକ ବହୁତ ଚମତ୍କାରୀ ଏବଂ ପ୍ରଭାବଶାଳୀ ଅଟେ। ତେବେ ବନ୍ଧୁମାନେ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ନେବେ। ତଳେ ଥିବା କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ବିଷ୍ଣୁ, ଜୟ ମା ଲକ୍ଷ୍ମୀ ନିଶ୍ଚୟ